ଯେମିତିକି ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଆମେ କୁସୁମାରେ ବୁଲାବୁଲି କରି ପାଖରେ ଥିବା ମେଳାରୁ କିଛି ଜିନିଷ କିଣିକି ସିଧା ଯାଇକି ପହଞ୍ଚିଗଲୁ ଯାଜପୁରର ବିଗେଷ୍ଟ ଶିବଜୀଙ୍କ ଟେମ୍ପଲ୍ ପାଖରେ। ଖାଲି ଯାଜପୁରରେ ନୁହଁ ମ ପୁରା ଓଡ଼ିଶାର ବିଗେଷ୍ଟ ଶିବଜୀଙ୍କ ଟେମ୍ପଲ୍, ସେଇଟା ପୁଣି ଆମ ଯାଜପୁରରେ ଅବସ୍ଥିତ। ଯେଉଁମାନେ ସବୁ କହୁଥିଲେ ନା ଆମ ଯାଜପୁରରେ କ'ଣ ଅଛି, ଏବେ ଦେଖିନିଅନ୍ତୁ ଯାଜପୁରରେ କ'ଣ ଅଛି। ସତରେ ସାଙ୍ଗମାନେ ପ୍ରଭୁ ଶିବଙ୍କର ଏ ମୂର୍ତ୍ତି ନା ବହୁତ ସୁନ୍ଦର ଲାଗୁଥିଲା ଯେମିତିକି ପ୍ରଭୁ ସତରେ ଏ ଦୁନିଆରେ ଅଛନ୍ତି। ଯେହେତୁ କାମ କମ୍ପ୍ଲିଟ୍ ହୋଇନାହିଁ, ସବୁଆଡ଼େ ବାଉଁଶ ବନ୍ଧା ଯାଇଛି ଆଉ ତଳେ ମଧ୍ୟ କାମ ଚାଲିଥିଲା, ସେଥିପାଇଁ ପାଖକୁ ଯାଇ ହୋଇନଥିଲା। ତ ଆମେ ଏଇ ରାସ୍ତା ଉପରେ ଛିଡ଼ା ହେଇ କିଛି ଫଟୋ ଆଉ ଭିଡ଼ିଓ ସୁଟ୍ କରିଥିଲୁ। ରଜ ବେଳକୁ ଯଦି କାମ କମ୍ପ୍ଲିଟ୍ ହୋଇଥାଏ ତାହେଲେ ଆମେ ସମସ୍ତେ ଆଉ ଥରେ ଆସିବୁ। ଇଚ୍ଛା ହେଉଥିଲା ଆଉ କିଛି ସମୟ ରହିଯିବାକୁ, ଯେହେତୁ ସନ୍ଧ୍ୟା ହୋଇ ଆସୁଥିଲା ସେଥିପାଇଁ ଆସିବାକୁ ପଡ଼ିଲା। ଯଦି ଆପଣମାନେ କେବେ ଆସୁଛନ୍ତି ଯାଜପୁର ତାହେଲେ ନିହାତି ଶିବଜୀଙ୍କର ଏହି ବିଗେଷ୍ଟ ଟେମ୍ପଲ୍ ପାଖକୁ ଆସନ୍ତୁ, ଆଉ ଦେଖିବେ ବହୁତ ଖୁସି ଲାଗିବ। ଯେହେତୁ ଶୀତ ଲାଗିଲାଣି ତ ସେଥିପାଇଁ ମୁଁ ଏଠି ପିନ୍ଧି ଦେଇଛି ସ୍ୱିଟର ମଫଲର। ଆଉ ଏପଟେ ଆସୁଛନ୍ତି ଆମ ପୁଅର ମିଠିର। ତ ଏବେ ଆମେ ସମସ୍ତେ ଚାଲିଲୁ ଘରକୁ। ପୁଣି ଦେଖା ହେବ ନେକ୍ସଟ ବ୍ଲଗରେ। ରହିଲି, ଜୟ ଜଗନ୍ନାଥ।